ଆଜ୍ଞା ଶୁଣନ୍ତୁ, ମୋ ଘର କଣ୍ଟିପୁର। ମୁଁ ଚାକିରି କରିଛି ସତ, କିନ୍ତୁ କଣ୍ଟିପୁର ଗାଁରେ ଯେତେ ବନ୍ୟା ପ୍ଲାବିତ, ନରଣପୁର ଯେତେବେଳେ ବିଚ୍ଛିନ୍ନ, ସେଠି ମୁଁ ଆଉ ଚାକିରି କଲେ ଯେ ତାକୁ ସିଏଲ ଛୁଟି ନେଇକି ଏପଟରେ ମୁଁ ବନ୍ୟା ପ୍ଲାବିତ ଅଞ୍ଚଳରେ ଯେଉଁମାନେ ସଫର ରହୁଛନ୍ତି ତାଙ୍କର ସହାୟତା ପାଇଁ ମୁଁ କାମ କରୁଛି। ହଠାତ୍ ମ୍ୟାଡାମ ଆସିକି ପହଞ୍ଚିଲେ, ମତେ ସେ ପଚାରିଲେ, କହିଲେ ଏଠି ସାର୍ କ'ଣ କରୁଛନ୍ତି? ମୁଁ କହିଲି ମୁଁ ଲୋକଙ୍କର ସହାୟତା ପାଇଁ ରଣପୁର ନରଣପୁର ଯାଇଥିଲି, ରଣପୁର ଆସିଲି, କଣ୍ଟିପୁର ମଧ୍ୟ ଯିବି। ନା ଆପଣଙ୍କ ରାଜନୀତି କରୁଛନ୍ତି? ମୁଁ ନା, ମୁଁ ରାଜନୀତି କାହିଁ କରିବି? କୋଉଠି ଲେଖା ହେଇକି ରାଜନୀତି କରନ୍ତି? ସବୁ ଯେ ବନ୍ୟା ପ୍ଲାବିତ। ଶୁଣନ୍ତୁ, ମୁଁ ମ୍ୟାଡାମକୁ ପଚାରିଛି ବି, କାଲି କହିଛି ମୁଁ ସିଏଲ ନେଇଛି ଏବଂ ମୋ ଗାଁ ଯେତେବେଳେ ପାଣି ଘେରରେ ରହିଛି, ମୋ ଘରେ ଯେତେବେଳେ ପାଣି ପଶି ଯାଇଛି, ନରଣପୁର ଯେତେବେଳେ ବିଚ୍ଛିନ୍ନ ହେଇଯାଇଛି, ମୁଁ ନିଶ୍ଚିତ ଭାବରେ 1999 ବାତ୍ୟାରୁ ମୁଁ ସହାୟତା କରି ଆସୁଛି ଲୋକଙ୍କୁ, ବ୍ୟକ୍ତିଗତ ଭାବେ ସହାୟତା କରି ଆସୁଛି। 24 ବର୍ଷ ହେଲା ମ୍ୟାଡାମ ଯଦି କ'ଣ ଦେଇଥିବେ ମୁଁ ଖାଇଦେବି, କିନ୍ତୁ ମୁଁ କିଛି ଖାଇନି, ମୁଁ କୌଣସି ରାଜନୀତି କରିନି। ଯଦି ମ୍ୟାଡାମ କହୁଛେ ସରକାର ତ ଥିଲା କୋଉ ଦଳର? ବିଜେଡି ଦଳର। 24 ବର୍ଷ ହେଲା ତାହେଲେ ସରକାର କ'ଣ ମତେ ଦଉଥିଲେ? ରାଜନୀତି କରୁଥିଲେ? ଛୁଟି ଆଜ୍ଞା ବାତିଲ କରାହେଇନି, ଆମର ତ କଲେଜ ଖୋଲା ଅଛି, କିନ୍ତୁ କ'ଣ ହେଇଛି କହିଲେ, ଆମେ ଯେହେତୁ ପ୍ରଶାସନିକ ବିଭାଗ ନୁହେଁ, ଆମେ ଶିକ୍ଷା ବିଭାଗ, ତେଣୁ ପିଲାମାନଙ୍କର ସସ୍ପେଣ୍ଡ ହେଇଛି। ଆମର କିନ୍ତୁ କଲେଜ ଅଫିସ ଓପନ ଅଛି। ଅଫିସ ଛୁଟି, ଅଫିସ ମାନେ କ'ଣ? କଲେଜ ଅଫିସ ବା, ଏଟା ପ୍ରଶାସନିକ ବିଭାଗ ହେଇଥିଲେ ସବୁ ଛୁଟି ବାତିଲ କରିଦିଆଯାଇଥାନ୍ତା। ନା, ଅଥରିଟି ତ ମତେ ଦେଇଛନ୍ତି, ମୋ ପାଖରେ ପ୍ରମାଣ ଅଛି, ମୁଁ ଆପ୍ରୁଭ କରେଇଛି, ମୋ ଆପ୍ଲିକେସନ ଆପ୍ରୁଭ କରେଇକି। ହଁ, ପ୍ରାୟତଃ ଅନେକ ଗୁଡେ ସରକାରୀ କର୍ମଚାରୀ ତ ଯାଉଛନ୍ତି। ବିଧାୟିକାଙ୍କର କ'ଣ ଆକ୍ରୋଶ ଥିବ ମୋ ପ୍ରତି ବ୍ୟକ୍ତିଗତ ଭାବରେ? ମୁଁ 29 ତାରିଖ ଆପ୍ଲିକେସନ ଦେଇଛି, 30, 31, 1 3 ଦିନ। ଆଜି ରବିବାର ଆଜ୍ଞା।